ନମସ୍କାର। ଆଜିର ଅଧ୍ୟୟନକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ସମ୍ଭାବିତ ପ୍ରଶ୍ନ ଉତ୍ତର। ଏହି ସମ୍ଭାବିତ ପ୍ରଶ୍ନ ଉତ୍ତର ନବମ ଶ୍ରେଣୀର ପିଲାମାନଙ୍କ ପାଇଁ, ଯେଉଁମାନେ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ଅଧ୍ୟୟନ କରୁଛନ୍ତି ସେଇମାନଙ୍କ ପାଇଁ ଫର୍ମାଟିଭ୍ ଆସେସମେଣ୍ଟ ଥାର୍ଡ଼। ଆଜ୍ ପର୍ ବୋର୍ଡ଼ର ଗାଇଡ଼ଲାଇନ୍ ଅନୁସାରେ ଟୁରିଜିମ୍ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ପାଇଁ ଚତୁର୍ଥ ଅଧ୍ୟାୟରୁ ଫର୍ମାଟିଭ୍ ଥାର୍ଡ଼ର ସମସ୍ତ କୋଶ୍ଚିନ୍ ଆସିବ। ତେଣୁ ସେହି ବୋର୍ଡ଼ର ଗାଇଡ଼ଲାଇନ୍ ଅନୁସାରେ ଆମେ ଚତୁର୍ଥ ଅଧ୍ୟାୟକୁ ବେସ୍ କରି 20 ଗୋଟି କୋଶ୍ଚିନ୍ ବା ସମ୍ଭାବିତ ପ୍ରଶ୍ନ ତା ସହିତ ଏହାର ଉତ୍ତର ଗୁଡ଼ିକୁ ରଖିଛୁ। ତେଣୁ ପ୍ରତ୍ୟେକଟି କୋଶ୍ଚିନ୍କୁ ଆସ ଜାଣିବା କ'ଣ କୋଶ୍ଚିନ୍ ରହିଛି, ଏହାର ଉତ୍ତର କ'ଣ ହୋଇପାରେ। ତେଣୁ ପ୍ରଥମ କୋଶ୍ଚିନ୍ ରହିଛି, ସିସିଜ୍ର ପୁରା ନାମ କ'ଣ? ଆନ୍ସର୍ ଇଜ୍ କଟଲେରୀ, କକେରୀ, ଗ୍ଲାସୱେୟାର। ଦ୍ୱିତୀୟ କୋଶ୍ଚିନ୍ଟି ହେଉଛି, ଅତିଥି ଆସିବାର କେତେ ସମୟ ମଧ୍ୟରେ ସ୍ୱାଗତ ଜଣାଇବା ଉଚିତ? ଅତିଥି ଆସିବାର 30 ସେକେଣ୍ଡ ମଧ୍ୟରେ ସ୍ୱାଗତ ଜଣାଇବା ଉଚିତ। ଅତିଥିଙ୍କୁ କେଉଁ ପାର୍ଶ୍ୱରେ ମେନୁ କାର୍ଡ଼ ଉପସ୍ଥାପନା କରିବା ଉଚିତ? ଅତିଥିଙ୍କ ବାମ ପାର୍ଶ୍ୱରୁ ମେନୁ କାର୍ଡ଼ ଉପସ୍ଥାପନା ବା ସମ୍ମୁଖରୁ ମେନୁ କାର୍ଡ଼ ଉପସ୍ଥାପନା କରିବା ଉଚିତ। ଗ୍ଲୁଟେନ୍ ଫ୍ରି ଫୁଡ଼୍ କ'ଣ? ଯେଉଁଟାକୁ ମଇଦା ମୁକ୍ତ ଖାଦ୍ୟ ବୋଲି କୁହାଯାଏ। ବହୁତ ଅତିଥି ଅଛନ୍ତି ଯେଉଁମାନେ ମଇଦାଯୁକ୍ତ ଖାଦ୍ୟ ଖାଆନ୍ତିନି, ତେଣୁ ସେମାନେ ଗ୍ଲୁଟେନ୍ ଫ୍ରି ଫୁଡ଼୍କୁ ପସନ୍ଦ କରିଥାନ୍ତି। ବିଲ୍ ଅଫ୍ ଫେୟାର କହିଲେ କ'ଣ? ବିଲ୍ ଅଫ୍ ଫେୟାରକୁ ଆମେ ମେନୁ ବୋଲି କହିଥାନ୍ତି। ତେଣୁ ପରବର୍ତ୍ତୀ କୋଶ୍ଚିନ୍, ସାଧାରଣତଃ ମେନୁରେ କେତୋଟି କୋର୍ସ ଥାଏ? ସାଧାରଣତଃ ମେନୁରେ 3ଟି କୋର୍ସ ଥାଏ। ଆପିଟାଇଜର, ମେନ୍ କୋର୍ସ, ଡେଜର୍ଟ। ଆପିଟାଇଜର କ'ଣ? ଆପିଟାଇଜର ହେଉଛି ଏହା ଏକ ମେନୁର ପ୍ରଥମ କୋର୍ସ ଅଟେ। ଏହି କୋର୍ସରେ ସୁଗନ୍ଧିତ, ମନମୁଗ୍ଧକର, ସୁନ୍ଦର, ସୂକ୍ଷ୍ମ, ଲୁଣି ଓ ସୁସ୍ୱାଦୁ ଖାଦ୍ୟ ରହିଥାଏ, ଯାହା ଖାଇବା ପାଇଁ ଅଧିକ ଲାଳସା ବଢ଼ାଇଥାଏ। ମେନୁର ଶେଷ କୋର୍ସଟି କ'ଣ? ଆମେ ଜାଣିଛନ୍ତି ସମସ୍ତେ, ଡେଜର୍ଟ ମେନୁର ଶେଷ କୋର୍ସ। ଆଲାକାର୍ଟ କ'ଣ? ଆଲାକାର୍ଟ ହେଉଛି ଏକ ମେନୁ। ଏହି ମେନୁର ଅର୍ଥ ହେଉଛି ଏକାଧିକ ପସନ୍ଦ ଥିବା ମେନୁ, ଯେଉଁଥିରେ ଆଇଟମ୍ ଗୁଡ଼ିକ କ୍ରମରେ ତାଲିକାଭୁକ୍ତ ହୋଇଥାଏ। ଯେପରିକି ପ୍ରଥମେ ଷ୍ଟାର୍ଟର, ଆମିଷ, ନିରାମିଷ, ତାପରେ ସାଲାଡ଼, ମେନ୍ କୋର୍ସ, ଚପାତି, ନାନ୍, ସାଇଡ଼୍ ଡିସ୍, ଡେଜର୍ଟ। ପ୍ରତ୍ୟେକ ଡିସ୍ ଅଲଗା ଅଲଗା ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ। କୋଶ୍ଚିନ୍ ନମ୍ବର 10, କେଉଁ ମେନୁରେ ନିର୍ଦ୍ଦିଷ୍ଟ ସଂଖ୍ୟକ କୋର୍ସ ଥାଏ? ଟେବୁଲ ଦି ହୋତ୍ ମେନୁରେ ନିର୍ଦ୍ଦିଷ୍ଟ ସଂଖ୍ୟକ କୋର୍ସ ଥାଏ। ଟେବୁଲ ଦି ହୋତ୍ ମେନୁ କ'ଣ? ଏହି ମେନୁରେ ନିର୍ଦ୍ଦିଷ୍ଟ ସଂଖ୍ୟକ କୋର୍ସ ଥାଏ। ଏହା ସୀମିତ ପସନ୍ଦ ପ୍ରଦାନ କରୁଥିବା ଏକ ମେନୁକୁ ସୂଚିତ କରେ। ଏହି ପ୍ରକାର ମେନୁରେ ପ୍ରତ୍ୟେକ ଡିସ୍ର ନିର୍ଦ୍ଦିଷ୍ଟ ମୂଲ୍ୟ ନଥାଏ, କିନ୍ତୁ ସମ୍ପୂର୍ଣ୍ଣ ଭୋଜନ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଅତିଥିଙ୍କୁ ବିକ୍ରି କରିଥାଏ। କୋଶ୍ଚିନ୍ ନମ୍ବର 12, କେଉଁ ମେନୁରେ 4ଟିରୁ ଅଧିକ କୋର୍ସ ପ୍ରଦାନ କରିଥାଏ? ବ୍ୟାଙ୍କୁଏଟ୍ ମେନୁରେ 4ଟିରୁ ଅଧିକ କୋର୍ସ ପ୍ରଦାନ କରିଥାଏ। ହାଇ ଟି ମେନୁ କ'ଣ? ହାଇ ଟି ମେନୁ ଏକ ମିଲ୍, ଯାହାକି ଅପରାହ୍ନ କିମ୍ବା ସନ୍ଧ୍ୟା ଜଳଖିଆ। ସାଧାରଣତଃ ଏହା ଏକ ରନ୍ଧା ଖାଦ୍ୟ, ଚା, ବ୍ରେଡ୍, ବଟରକୁ ନେଇ ଗଠିତ। ସପର ମେନୁର ପରିବେଷଣ ସମୟ କେତେ? ସନ୍ଧ୍ୟା 6ଟାରୁ 7ଟା ମଧ୍ୟରେ ସୁପର ମେନୁ ପରିବେଷଣ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଓଟିର ପୁରା ନାମ କ'ଣ? ଫୁଲ୍ ଫର୍ମ ଅଫ୍ କେଓଟି, କିଚେନ୍ ଅର୍ଡ଼ର ଟିକେଟ୍। ପରବର୍ତ୍ତୀ ପ୍ରଶ୍ନ, ବ୍ରେକଫାଷ୍ଟ ମେନୁ ଅନୁଯାୟୀ ଖାଦ୍ୟ ଓ ପାନୀୟ ପରିବେଷଣ ସମୟ କେଉଁ ସମୟରେ ଖାଦ୍ୟ ପାନୀୟ ପରିବେଷଣ କରାଯାଏ? ବ୍ରେକଫାଷ୍ଟ ସକାଳ 6ଟାରୁ 9ଟା ମଧ୍ୟରେ ବ୍ରେକଫାଷ୍ଟ ଦିଆଯାଇଥାଏ। ବ୍ରଞ୍ଚ ମେନୁ କ'ଣ? ବ୍ରଞ୍ଚ ହେଉଛି ଭୋଜନ ଯାହା ଉଭୟ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଏକତ୍ର କରିଥାଏ, ଯାହା ବିଳମ୍ବିତ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ପୂର୍ବରୁ ଖିଆଯାଏ, ଯାହାକି ଆମେ ସାଧାରଣତଃ ମଧ୍ୟାହ୍ନ ସ୍କିପ୍ କରିଯାଇଥାଉ କିମ୍ବା ଜଳଖିଆ ସ୍କିପ୍ କରିଯାଇଥାଉ। ଏହା ସାଧାରଣତଃ ୱିକେଣ୍ଡରେ କରାଯାଇଥାଏ। ଯେଉଁମାନେ ବ୍ୟସ୍ତବହୁଳ ଜୀବନ, ସକାଳୁ ଶୋଇପଡ଼ିଥାନ୍ତି, ଟିକେ ଲେଟ୍ରେ ଖାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ସିମରିଂ ରାନ୍ଧିବା ପଦ୍ଧତିରେ ଜଳକୁ କେତେ ତାପମାତ୍ରାରେ ଫୁଟାଇବାକୁ ପଡ଼ିଥାଏ? ଜଳକୁ ସାଧାରଣତଃ 185 ଡିଗ୍ରୀରୁ 205 ଡିଗ୍ରୀ ଫାରେନହାଇଟ୍ ତାପମାତ୍ରାରେ ଗରମ କରିବାକୁ ପଡ଼ିଥାଏ। ପରବର୍ତ୍ତୀ ପ୍ରଶ୍ନ, QSR ପୁରା ନାମ କ'ଣ? QSR ପୁରା ନାମ କ୍ୱିକ୍ ସର୍ଭିସ୍ ରେଷ୍ଟୁରାଣ୍ଟ। ଶେଷ କୋଶ୍ଚିନ୍, ଷ୍ଟୁଇଂ ରନ୍ଧନ ପ୍ରଣାଳୀ କ'ଣ? ଏହି ପଦ୍ଧତିରେ ଛୋଟ ଛୋଟ ମାଂସକୁ ତରଳ ପଦାର୍ଥରେ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ କରାଯାଏ ଏବଂ ଟେଣ୍ଡର ପର୍ଯ୍ୟନ୍ତ ସ୍ଥିର ତାପମାତ୍ରାରେ ସିଝାଯାଏ। ସାଧାରଣତଃ ରୋଷେଇ ସମୟ କମ୍ ହେତୁ ମାଂସ ଗୁଡ଼ିକ ଆକାରରେ ଛୋଟ ହୋଇଥାଏ, ଯାହା ବ୍ରାଇଜିଂ ଷ୍ଟୁଇଂ ପାଇଁ କରାଯାଏ। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଏହି ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ୍ କରିବେ।